ଗୋଟିଏ ଛୋଟିଆ ଗାଁ। ସେଠି ଗୋଟେ ମହିଳା ବହୁତ ଦୁଃଖିନୀ। ତାଙ୍କ ନାଁ ହେଉଛି ସାବିତ୍ରୀ। ତାଙ୍କର ସ୍ୱାମୀ ନାହିଁ। ଦୀର୍ଘ 5 ବର୍ଷ ହେଲା ତାଙ୍କ ସ୍ୱାମୀଙ୍କର ଅନ୍ତ ହେଇଯାଇଛି। ତାଙ୍କ ଘରେ ତାଙ୍କ ଶାଶୁ ମା ଅଛନ୍ତି, ଆଉ 2ଟା ପୁତ୍ର ଆଉ ଗୋଟିଏ କନ୍ୟା। ଏଇମାନେ ହିଁ ତାଙ୍କର ସଂସାର। ଏଇମାନଙ୍କ ମୁହଁକୁ ଚାହିଁକି ସିଏ ଆଗକୁ ବଢ଼ି ଚାଲନ୍ତି। ସେ କେବେ ବି ମନ ଦୁଃଖ କରନ୍ତିନି କି କେବେ ବି ହାର ମାନନ୍ତିନି। ଦିନ ରାତି ଏକ କରିକି ପରିଶ୍ରମ କରନ୍ତି। ଦିନେ ତାଙ୍କ ବଡ଼ ପୁଅକୁ କହିଲେ ତାଙ୍କର ଦୁଃଖ କଥା, କି ମୁଁ କେତେ କଷ୍ଟ କରି ତତେ ମଣିଷ କରିଛି, ଆଉ ତୁ ମୋ ନାଁ ରଖିବୁ। ତୁ ହେଉଛୁ ଘରର ବଡ଼ ପୁଅ, ତୋ ଉପରେ ସବୁ ଦାୟିତ୍ୱ। ତୁ ହିଁ ମୋ ଦୁଃଖ ବୁଝିବୁ। ତୁ ହିଁ ଭଲ ହେଲେ ମୋର ଦୁଃଖ ଦୂର ହେବ। ତୋର ବାପ ନାହିଁ, ଲୋକେ ତ 12 କଥା କହିବେ, କିନ୍ତୁ ତୁ ସବୁ ଆଡ଼କୁ ଧ୍ୟାନ ଦେଇ ଆଗ ପଛ ବିଚାର କରି ଚଳିବୁ। ସେଇଠୁ ତା ପୁଅ ଶୁଣି ସିଏ ବି କହିଲା, ମା ତୁ ଏତେ କଷ୍ଟ କରେନି, ଦେଖିବୁ ମୁଁ ଭଲ ହେଲେ ଇନକମ୍ କଲେ ତୋର ବି ଦୁଃଖ ଯିବ। ଏମିତି କହି ମା ପୁଅଙ୍କର କଥା ସଇଲା। ତା ପରଦିନ ସାବିତ୍ରୀ ତାର ଉଠି ପ୍ରତ୍ୟେକ ଦିନ ଯେମିତି କାମ କରେ ସେମିତି ଝାଡ଼ୁ ମାରିଲା। ଆଉ ତାର ଯେଉଁ ଛୁଆ 3ଟା ଅଛନ୍ତି, ସିଏ ବି ନିତ୍ୟକର୍ମ ସାରି ଆଗେ ପଳେଇଲେ। ସାନ ପୁଅ ଆଉ ସାନ ଝିଅ ସାଙ୍ଗ ହେଇକି ସ୍କୁଲ ଯାଆନ୍ତି। ହେଲେ ବଡ଼ ପୁଅ ବଡ଼ କ୍ଲାସରେ ପାଠ ପଢ଼ିଲା। ସିଏ ଏକୁଟିଆ ଯାଏ, ଆଉ ତାର ସାଇକେଲ ଖଣ୍ଡେ ନଥିବାରୁ ସେ ଚାଲି ଚାଲିକି ପାଠ ପଢ଼େ। ବହୁତ କଷ୍ଟରେ ସାବିତ୍ରୀ ଯେମିତି କଷ୍ଟ କରୁଛି। ବଡ଼ ପୁଅ ସବୁବେଳେ କୁହେ, ମା ତୁ ଏତେ କାମ କରେନି। ଏହା ଶୁଣି ସାବିତ୍ରୀ ମନେ ମନେ ହସେ। କାମ ପନିପରିବା ଚାଷ କରିକି ହାଟକୁ ନେଇଯାଏ ବିକ୍ରି କରିବା। ଏମିତି କିଛି ବର୍ଷ ଗଲା। ବଡ଼ ପୁଅ ଚାକିରି କଲା। ବଡ଼ ପୁଅ ଗୋଟେ ବଡ଼ ଅଫିସର ହେଲା। ବଡ଼ ଗାଡ଼ି ସୁଟ୍ ବୁଟ୍ ପିନ୍ଧିକି ମାଆକୁ ଆସିକି ପ୍ରଣାମ କଲା। ସାବିତ୍ରୀ ଭାବିଲା ମୋର ଦୁଃଖ ନିଶ୍ଚିନ୍ତ ଭାବେ ଦୂର ହେବ, ଆମର ପରିଶ୍ରମର ଫଳ ନିଶ୍ଚିନ୍ତ ମିଳିବ। ଆଉ ସାନ ପୁଅ ବିଜନେସ୍ କଲା। ବୁଲେଟ୍ ଧରି ଫଟଫଟ କରିକି ମା କତିରେ ଆସିକି ପହଞ୍ଚିଲା। ମା ଦେଖି ଆହୁରି ଖୁସି ହେଇଗଲା। ଯାହା ହଉ ମୋର ଛୁଆ 2ଟା କାମରେ ଲାଗିଗଲେ, ଆଉ ଏବେ ମୋର କୌଣସି କଷ୍ଟ ରହିବନି। ଭଗବାନ ଶୁଣିଛନ୍ତି। ଏହା କହି ମନେ ମନେ ସାବିତ୍ରୀ ବହୁତ ଖୁସି ହେଲା। କିନ୍ତୁ ଭଗବାନ ଚାହୁଁଥିଲେ ଅଲଗା। ସମୟ ବିତିଲା ପରେ ପରିସ୍ଥିତି ବି ବିତିଗଲା। ଏମିତି ହେଇଗଲା କି ଆପଣମାନେ ଆଗକୁ ଦେଖିବେ, କିଛି ଦିନ ପରେ ଝିଅର ବାହାଘର ମଧ୍ୟ ହେଇଗଲା। ଝିଅ ଜ୍ୱାଇଁକି ବିଦା କଲା ସାବିତ୍ରୀ। ଆହୁରି ଭାଙ୍ଗି ପଡ଼ିଲା। ଛୁଆମାନେ ତ ବଢ଼ିଗଲେ, ଶାଶୁ ତ ମରିଗଲା, ଝିଅ ବି ବାହା ହେଇଗଲା। ଏବେ ମୁଁ ଏକୁଟିଆ। ତାପରେ ବଡ଼ ପୁଅ ବଡ଼ ବୋହୂ। ଝିଅକୁ ତ ବିଦା କରିସାରିଲା ପରେ ଏବେ ଘରେ ରହିଲେ କେହି ନାହାନ୍ତି। ବଡ଼ ପୁଅ ବାହାଘର ପରେ ବଡ଼ ବୋହୂ ଆଣିଲା। ବଡ଼ ବୋହୂ ବହୁତ ମଡ଼ର୍ଣ୍ଣ ଆଉ ବହୁତ ଷ୍ଟାଇଲିଶ। ସବୁବେଳେ ପାର୍ଟି ଫଙ୍କସନ୍ ବାହାରେ ସପିଂ କରିବାକୁ ଯାଏ। ଆଉ ସିଏ କାହାକୁ ମାନେ ହିଁ ନାହିଁ, ଆଉ ଘରର କାମ ବି କିଛି କରେ ନାହିଁ। ଆଉ ବଡ଼ ପୁଅ ତାକୁ ବି କିଛି କୁହେନି। ସାବିତ୍ରୀ ସବୁ ଦେଖେ, ଚୁପ୍ ହେଇକି ବସେ। ସାନ ବୋହୂ ଆହୁରି ମଡ଼ର୍ଣ୍ଣ। ଜିମ୍ କରିବ, ପାର୍ଟି ଯିବ, ଫଙ୍କସନ୍ ଯିବ, ବୁଲାବୁଲି, ସେ ମଡ଼ର୍ଣ୍ଣ। ସାବିତ୍ରୀ ତାଙ୍କୁ ବି ଦେଖି କିଛି ବି କୁହେନି, ସବୁ ଚୁପ୍। ଦିନେ ସାବିତ୍ରୀ ବସିଥିଲା ଘରେ। ସାନ ବୋଉ ଆସି କହୁଛି, ମା ସବୁବେଳେ ଘରେ ରହୁଛନ୍ତି, ଖର୍ଚ୍ଚ ବଢ଼ୁଛି। ତାଙ୍କର ବ୍ୟାଙ୍କରେ ଯେତେ ଟଙ୍କା ଅଛି ସେସବୁ ଆମ ନାଁରେ କରିଦେବା ଉଚିତ। ପୁଅମାନେ ବି କିଛି କହିଲେନି, ଚୁପ୍ ରହିଲେ। ସାବିତ୍ରୀ ସବୁ ଶୁଣି ଚୁପ୍ ହେଇକି ରହିଲା। ତାକୁ ଭଲ ଲାଗିଲାନି, ହେଲେ କିଛି କହିପାରୁନଥାଏ। ପିଲାମାନଙ୍କର ଏମିତି କଥା ଶୁଣି ଆହୁରି ଭାଙ୍ଗି ପଡ଼ୁଥାଏ। ହେଲେ କରିବ କ'ଣ?
ସେତିକିବେଳେ ସାନ ବୋଉଙ୍କର ଫୋନ୍ ଆସିଲା। ସିଏ ତାର ବିଜି ହେଇକି କଥା ହେବାରେ ଲାଗିଲା। ହେଲେ ସାନ ବୋଉ ତ ବିଜିରେ କଥା କହିକି ଯାହା କହି ଚାଲିଗଲା। ଏବେ ବଡ଼ ବୋଉର ପାଳି। ବଡ଼ ବୋଉ କହିଲା, ମା ତମେ ବସି ବସି ବୋର୍ ହୋଇଯାଉଥିବ। ଘରରେ ସତରେ ସାନ ଯାହା କହିଲା କିଛି ଖରାପ କହିଲାନି। ମେଡ଼ିସିନ ଖର୍ଚ୍ଚ, ଖାଇବା ଖର୍ଚ୍ଚ, ପିନ୍ଧିବା ଖର୍ଚ୍ଚ ଦିନକୁ ଦିନ ବଢ଼ି ଚାଲିଛି। ଆମେ କେତେ ଉଠେଇବୁ? ତମ ପୁଅ ରାତି ଦିନ କି କଷ୍ଟ କରୁଛନ୍ତି। ଖାଲି ତମରି ପିଛରେ ପଇସା ଗୁଡ଼ା ବର୍ବାଦ ହେଉଛି। ଏହା କହି ବଡ଼ ବୋଉ ବି ମଧ୍ୟ ଚାଲିଗଲା। ସାବିତ୍ରୀ ଭାବିଲା, ମୋ ପିଲାମାନେ ଆସି ମୋ ପାଖରେ ବସିବେ, ମୋର ଭଲ ମନ୍ଦ କଥା ପଚାରିବେ। ହେଲେ ବିଧାତା ଚାହୁଁଥିଲା ଅଲଗା ପ୍ରକାର। ସମୟ ବିତିଲା ପରେ ପିଲାମାନଙ୍କ ଚିନ୍ତାଧାରା ବି ବିତିଗଲା। ଧୀରେ ଧୀରେ ସାବିତ୍ରୀ ଅସୁସ୍ଥ ହୋଇଗଲା। ବିଛଣାରେ ପଡ଼ିକି ରହିଲା। ଏପଟେ ସାନ ବୋଉର ତାନା, ବଡ଼ ବୋଉର ତାନା ସବୁଦିନ ଶୁଣିବାକୁ ପଡ଼ୁଥିଲା ତାକୁ ବହୁତ କଷ୍ଟ ଲାଗୁଥିଲା। ବଡ଼ ପୁଅ ସେଇଠୁ ଆସି କହିଲା, ମା ତୁ କେମିତି ଅଛୁ? ତୋ ଦେହ ଭଲ ଅଛି? ହଉ ମୁଁ ଚାଲିଲି, ମୋର ଅଫିସ୍ ଟାଇମ୍ ହେଇଗଲାଣି। ସିଆଡ଼େ ମୋର ମିଟିଂ ଅଛି, ନିଜର କେୟାର ନେବୁ କହିକି ବଡ଼ ପୁଅ ବି ଚାଲିଗଲା। ସାନ ପୁଅ ଆସିଲା, ମା ତୁ ମେଡ଼ିସିନ ଖାଇଦେବୁ, ମୋର ସିଆଡ଼େ ବଡ଼ ମିଟିଂ ଅଛି ଆଉ ବଡ଼ ଟେଣ୍ଡର ବି ଅଛି, ମୁଁ ଚାଲିଲି। ସାନ ପୁଅ ବି ଚାଲିଗଲା। ସାବିତ୍ରୀର ମନେ ମନେ ଆହୁରି ଭାଙ୍ଗି ପଡ଼ିଲା। ତା ଦେହ ଯେତିକି ଅସୁସ୍ଥ ହୋଇନଥିଲା, ପିଲାମାନଙ୍କର କଥା ଆଉ ବ୍ୟବହାର ଶୁଣିକି ସେ ଆହୁରି ଅସୁସ୍ଥ ହୋଇଗଲା। ସବୁ କଥା ଚିନ୍ତା କରି କରି ଠାକୁରଙ୍କୁ ବହୁତ ଡାକିଲା। ସେଇଠୁ ତ ଛାତି ପେନ୍ ଷ୍ଟାର୍ଟ ହେଲା। ଭାବିଲା ତା ସ୍ୱାମୀ ଯେମିତି ମରିଗଲେ ସେମିତି ସେ ତା ସ୍ୱାମୀ ପାଖକୁ ଗଲେ ଶାନ୍ତିରେ ରହିବ। ଛାତି ଛାତି ହେଇ ତା ପାଖରେ କେହି ନଥିଲେ। ବସିଲା ଉଠିଲା, ଦେହ କ'ଣ ହେଲା, ପାଣି ଟୋପେ ଦେବା ପାଇଁ ବି କେହି ନଥିଲେ। ଏମିତି ବିଧାର ବିଧାନ। ସାବିତ୍ରୀର ଶେଷ ନିଶ୍ୱାସ ସେଇଠି ତ୍ୟାଗ କଲା। ମରିଗଲା ସିନା, କିନ୍ତୁ ତା ଦୁଃଖ ଗଲାନି। ଆଗକୁ ଜାଣିବା ପାଇଁ କଣ୍ଟିନ୍ୟୁ କରନ୍ତୁ ଆଉ ଭିଡ଼ିଓଟିକୁ ସବସ୍କ୍ରାଇବ୍, ଲାଇକ୍ ଆଉ ସେୟାର କରିଦିଅ। କିନ୍ତୁ କାହାଣୀ ଏବେ ସରିନି, ଏବେ ତ ଆରମ୍ଭ ହେଲା। ସାବିତ୍ରୀର ଆତ୍ମା ଘରେ ଥିଲା। ଘରର ତାର ମନ ଥିଲା, ଆତ୍ମା ତ ଶାନ୍ତି ପାଇନଥିଲା। ସେଇଠୁ ଫେରିକି ଆସିଲା। ଘରର ଗୋଟେ କୋଣରେ ଦେଖିଲା କି ମୋ ପିଲାମାନେ ନିଶ୍ଚୟ ଏବେ ମୋ କଥା ଭାବିକି କାନ୍ଦୁଥିବେ ଆଉ ମନ ଦୁଃଖ ବି କରୁଥିବେ। ମୋ ପିଲାମାନଙ୍କୁ ଟିକେ ଦେଖେ ସେ କ'ଣ କରୁଛି। ସେ ଯାହା ଦେଖିଲା ଆପଣଙ୍କ ଛାତି ବି ଫାଟିଯିବ। ଚିନ୍ତା ବି କରିନଥିବେ। ଭିଡ଼ିଓଟି କଣ୍ଟିନ୍ୟୁ କର। ସେଇଠୁ ବଡ଼ ବୋଉ କହୁଛି, ଆଲମାରିରେ ଯାହା ଅଛି ତାକୁ ଖୋଲ। ସାନ ପୁଅ କହୁଛି, ଯାହା ଯାହା ଅଛି ତାକୁ ସମାନ ଭାଗରେ ବାଣ୍ଟି ଦିଅ। ସେଇଠୁ ଝିଅ ଆସି କହୁଛି, ସମାନ ଭାଗରେ ନୁହେଁ, 3 ଭାଗରେ ତାକୁ ବାଣ୍ଟିବାକୁ ପଡ଼ିବ। ମୋର ବି ଭାଗ ଅଛି, ମାଆର ସମ୍ପତ୍ତି, ମୁଁ କାହିଁ ବଞ୍ଚିତ ହେବି? ମଲାବେଳେ ତ କେହି ଆସି ବସିଲେ, ମରିସାରିଲା ପରେ ଧନ ପାଇଁ ଏଠି ବାଣ୍ଟିବାକୁ ବସିଥିଲେ। ତାଙ୍କ ସମସ୍ତଙ୍କ କଥା ଶୁଣି ବଡ଼ ପୁଅ ଗଲା ଆଲମାରି ଖୋଲିବାକୁ। ଆଲମାରିରେ ମାଆର ଲୁଗାପଟା ଥିଲା। ଆଉ ସେଠି ଧନ ସମ୍ପତ୍ତି ତ ପାଇଲାନି, ଗୋଟେ ଚିଠି ପାଇଲା। ସେ ଚିଠିରେ ଲେଖା କ'ଣ ଥିଲା ଆପଣମାନେ ଜାଣନ୍ତି? ମୋର ପ୍ରିୟ ପିଲାମାନେ, ଏ ଚିଠିଟା ତମ ହାତରେ ଯେଉଁଦିନ ଆସିବ, ସେତେବେଳେ ମୋର ଆଉ ଶେଷ ନିଶ୍ୱାସ ହିଁ ନଥିବ। ମାନେ ମୁଁ ତମ ପାଖରେ ହିଁ ନଥିବି। ମୋ ପାଇଁ କାନ୍ଦନି। ଚିଠିଟା ମୁଁ କେବେ ଚାହୁଁନଥିଲି ତୁମେ ସମସ୍ତେ ଏକାଠି ଯାଉଛି। ମୁଁ ସବୁବେଳେ ଚାହେଁ ତମେ ଏକାଠି ରୁହ। ମୁଁ ଯେଉଁ ଟଙ୍କା ସଞ୍ଚୟ କରି ରଖିଛି ତୁମମାନେ ସମସ୍ତେ ସୁଖରେ ରହିବା ପାଇଁ। କିନ୍ତୁ ମନେ ରଖ, ଟଙ୍କା ପୁଣି ରୋଜଗାର କରିବ, ମା ପୁଣି କେବେ ମିଳିବ ନାହିଁ। କିନ୍ତୁ ଚିଠି ପଢ଼ି ସମସ୍ତଙ୍କ ମୁହଁରେ ନୀରବ ହୋଇଗଲା। ହେଲେ ସେତିକି ବେଳେ କହୁଛି ସାନ ବୋଉ, ଠିକ୍ ଅଛି, ପ୍ରଥମେ ଟଙ୍କାର ହିସାବ କରିନେବା। ଟଙ୍କା, ସୁନା, ଏହା ଶୁଣି ସାବିତ୍ରୀର ଆତ୍ମା ହୃଦୟରୁ ପୁଣି ଭାଙ୍ଗି ପଡ଼ିଲା। ସମସ୍ତେ ବାଣ୍ଟିକି ନେବ। ଗୋଟେ କଥା ମନେ ରଖିବ, ଟଙ୍କା ପଇସା ତ ସବୁବେଳେ ଇନକମ୍ କରିପାରିବ, ହେଲେ ମାଆକୁ ଆଉ କେବେ ପାଇବନି। ମା ଯାହାର ଶବ୍ଦ ଆଉ ଯାହାର ମହତ୍ଵ କହିଲେ ବି ସରିବନି, ଅମୂଲ୍ୟ। ତମ ଜୀବନରେ ସବୁ କିଛି ପାଇବ, କିନ୍ତୁ ମା କେବେ ପାଇବନି। ଆଉ ମାଆର ଯେଉଁ ସ୍ନେହ, ମମତା, ଶ୍ରଦ୍ଧା,
ତମ ପାଇଁ ଯେତିକି ପରିଶ୍ରମ ଆଉ କେହି ବି ତମେ ସେତିକି ପାଇବନି। ସେତିକି ବେଳେ ସାନ ବୋଉ କହିଲା, ଛାଡ଼ ଛାଡ଼ ଛାଡ଼, ସେ ଚିଠି କଥା ଛାଡ଼, କ'ଣ ଟଙ୍କା ସମ୍ପତ୍ତି ଆଉ ସବୁ ସୁନା ରଖିଛନ୍ତି ମା, ଜଲ୍ଦି ଜଲ୍ଦି ତାକୁ ବାଣ୍ଟ କର, ଶୀଘ୍ର ଶୀଘ୍ର ତାକୁ ସମାନ 3 ଭାଗରେ କର। ଏ ଚିଠି ତ ପଛରେ ପଢ଼ି ହେବ, କିନ୍ତୁ ସମ୍ପତ୍ତି ଜଲ୍ଦି ଜଲ୍ଦି। ଆଉ ATM କାର୍ଡ଼ କାହିଁ, କେଉଁଠି କ'ଣ ସବୁ ରଖିଛନ୍ତି, ବ୍ୟାଙ୍କ ଖାତା କାହିଁ? ଏହା ଶୁଣି ସାନ ବୋଉର ଏମିତି କଥା ଶୁଣି ଏହା ଦେଖି ସାବିତ୍ରୀ ବହୁତ ଭାଙ୍ଗି ପଡ଼ିଲା। ଧନ୍ୟ ମୋର ସଂସ୍କାର, ଧନ୍ୟ ମୋ ପିଲାମାନେ, ମୋ ପାଇଁ କେହି ମନ ଦୁଃଖ କରୁନାହାନ୍ତି ଏଠି ଟଙ୍କା ସମ୍ପତ୍ତି ପାଇଁ। ସେତିକିବେଳେ ବାହାରେ ଠକ୍ ଠକ୍ ଆବାଜ ଆସିଲା, ଆଉ ଦାଣ୍ଡରେ ଓକିଲ ବାବୁ ବୟସ ହେଇଯାଇଛି, କ'ଣ ମୁଁ ହଉନି, ହାତରେ ଗୋଟେ ବଡ଼ ଫାଇଲ ଧରିକି ଆସିଲେ। ସମସ୍ତେ ଦାଣ୍ଡକୁ ଗଲେ। ସାବିତ୍ରୀ ବି ଆତ୍ମା ବି ଦାଣ୍ଡକୁ ଗଲା ଆଉ ଦେଖିଲା ଘରର ବାହାରେ ଓକିଲ କିଛି କହୁଛନ୍ତି। ଆରେ ପିଲାମାନେ, ଏଇଟା ସାବିତ୍ରୀର ଘର। ସାବିତ୍ରୀ ମରିବା ପୂର୍ବରୁ 6 ମାସ ତଳେ ମୋ ପାଖକୁ ଯାଇଥିଲା, ତାର ଯେତିକି ଧନ ସମ୍ପତ୍ତି ସବୁ ସେଇ ବିଷୟରେ କହିବା ପାଇଁ। ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ। ମା ଯାଇଥିଲେ କ'ଣ ପାଇଁ? ଆମେମାନେ ଥାଉ ଥାଉ ଓକିଲ କତିକି କାହିଁ ଯାଇଥିଲେ? ସେ ସମ୍ପତ୍ତି ଆମକୁ ମିଳିବ କି ନାହିଁ? ଏହା କହି ସମସ୍ତଙ୍କ ମୁହଁରେ ହସ ଉଡ଼ିଗଲା। ନୀରବ ହେଇଗଲେ, ସମସ୍ତେ ଠିଆ ହେଲେ। ସେଇଠୁ ଓକିଲ ବାବୁ କହିବା ଆରମ୍ଭ କଲେ, ତମ ମା ଗୋଟେ ଦଲିଲ ଲେଖିଦେଇ ଯାଇଛନ୍ତି କି ତାଙ୍କର ଯେତିକି ସ୍ଥାବର ଅସ୍ଥାବର ସମ୍ପତ୍ତି ଅଛି ସେଥିରୁ ଅଧେ ହେଉଛି ପିଲାମାନଙ୍କ ପାଇଁ। ଯଦି ପିଲାମାନେ ଏକାଠି ରହିଲେ, ମିଶିକି ରହିଲେ, ତାହେଲେ ସେ ସମ୍ପତ୍ତିଟା ପିଲାମାନଙ୍କ କତିକି ଅଧେ ଯିବ, ଆଉ ଅଧା ସମ୍ପତ୍ତି ଅନାଥ ଆଶ୍ରମକୁ ଯିବ। ବହୁତ କିଛି ସମ୍ପତ୍ତି ରଖିଛନ୍ତି ଖଟିକି, ତାକୁ ପିଲାମାନଙ୍କୁ ଅଗୋଚର ଥିଲା। ସେ ଭାବୁଥିଲେ ସାମାନ୍ୟ କିଛି ଟଙ୍କା ଆଉ କିଛି ସୁନା ରଖିଥିବେ, କିନ୍ତୁ ସାବିତ୍ରୀ ଖଟିଥିବା ସମ୍ପତ୍ତି ବହୁତ କିଛି ଥିଲା। ଓକିଲ ବାବୁ ଆସିଥିଲେ, ତାଙ୍କର ଦଲିଲରେ ଲେଖାଥିବା କାଗଜକୁ ଦେଇ ତାଙ୍କ କଥାକୁ କହି ଆଗକୁ ପଳେଇଲେ। ସେଇଠୁ ବଡ଼ ପୁଅ ସେଇଠି ଭାଙ୍ଗିଗଲା ଆଉ ଅନୁତାପ କଲା, ଆଉ ନିଜର ଭୁଲକୁ ସ୍ୱୀକାର କରି ମା ବଞ୍ଚିଥିଲା ବେଳେ ମୋ ମାର ମୂଲ୍ୟ ବୁଝିପାରିଲିନି। ଆଜି ସିଏ ମୋ ପାଖରେ ନାହିଁ। ଆଠୁ ହତଭାଗା ମୋ ଭଳିଆ ଆଉ କେହି ବି ଦୁନିଆରେ ନାହାନ୍ତି। ସାନ ପୁଅ ବି ମଧ୍ୟ କହିଲା, ମାର ସ୍ନେହ, ମମତା, ଶ୍ରଦ୍ଧାକୁ ମୁଁ ବୁଝିପାରିଲି ନାହିଁ, ମାର ମୂଲ୍ୟ କ'ଣ ମୁଁ ବୁଝିପାରିଲି ନାହିଁ। ଆଜି ମାକୁ ହରେଇ ଦେଲି, ସବୁ କିଛି ଅଛି, ମୋ ମା ନାହିଁ। ଝିଅ ସେଇଠୁ କହିଲା, ମା ଭଳିଆ ଜୀବନରେ କେହି ହେବେନି। ମା ସିନା ଗଲା, ଆମ ସମସ୍ତଙ୍କୁ ଶିକ୍ଷା ଦେଇକି ଗଲା କି ସମସ୍ତେ ମିଶିକି ପରସ୍ପର ଭିତରେ ପଇସା ସମ୍ପତ୍ତି ନିଏ, ସ୍ନେହ ଶ୍ରଦ୍ଧା ମମତାରେ ବାନ୍ଧିକି ମା ଭଳିଆ ହେଇକି ରହିବା ପାଇଁ। ମୁଁ ତ ଝିଅ, ମୁଁ ବି ତା ଦୁଃଖ ବୁଝିପାରିଲି। ଏହା ଦେଖି ଅନୁତାପ କରୁଥିବା ଛୁଆମାନଙ୍କୁ ଦେଖି ସାବିତ୍ରୀର ଆତ୍ମା ଶାନ୍ତି ହେଲା, ଆଉ ସିଏ ଶାନ୍ତିରେ ସ୍ୱର୍ଗକୁ ପଳେଇଲା। ଏଥିରୁ ଆମେ କ'ଣ ଶିଖିଲେ? ବାପ ମା ବଞ୍ଚିଥିଲା ବେଳେ ତାଙ୍କର ମୂଲ୍ୟ, ଭଲ ପାଇବା, ସ୍ନେହ ମମତାକୁ ଆମେ ବୁଝିନଥାଉ, ଯାହାକି ସେମାନେ ଚାଲିଗଲା ପରେ ଆମେ ତାକୁ ଅନୁତାପ କରନ୍ତି। ଏବେ ବି ସମୟ ଅଛି, ଆପଣମାନେ ନିଜ ବାପା ମାଆଙ୍କୁ ଭଲ ପାଆନ୍ତୁ, ସମ୍ମାନ ଦିଅନ୍ତୁ, ସ୍ନେହ ଶ୍ରଦ୍ଧା କରନ୍ତୁ, ଆଉ କେୟାର ନିଅନ୍ତୁ, ଆଉ ସମସ୍ତେ ଖୁସିରେ ରୁହନ୍ତୁ। ଏ କାହାଣୀଟି ଆପଣମାନଙ୍କୁ କେମିତି ଲାଗିଲା? এই কার্টুন ভিডিও মাধ্যমে জানাইବାକୁ ଚାହିଁଲି। ভিডিଓ ଲାଇକ୍, ସେୟାର, କମେଣ୍ଟ କରିବେ। ଜୟ ଜଗନ୍ନାଥ।